ନାରଦ ତମେ ଯାଉନ? ତମକୁ କ'ଣ ଭଗବାନଙ୍କ ଘର ମନା ହେଇଛି? ଯୁଆଡ଼େ ତମ ଇଚ୍ଛା ସିଆଡ଼େ ଯା। ନାରଦ ଆଜ୍ଞା ଅଯୋଧ୍ୟା ରାଜପ୍ରସାଦ ଭିତରେ ପଶିଲେ। ଗଲାବେଳକୁ ପ୍ରଭୁ ରାମଚନ୍ଦ୍ର ଆଜ୍ଞା ରାଜସିଂହାସନରେ ବସିଛନ୍ତି। ଗୋଟିଏ ଖାତାଟିଏ ଧରିଛନ୍ତି। ସେ ଖାତାର ଗୋଟିଏ ପରେ ଗୋଟିଏ କାଗଜ ବସିକିରି ପ୍ରଭୁ ରାମଚନ୍ଦ୍ର ପଢ଼ୁଛନ୍ତି। ଗୋଟିଏ ପରେ ଗୋଟିଏ କାଗଜ ବସିକିରି ପ୍ରଭୁ ରାମଚନ୍ଦ୍ର ପଢ଼ୁଛନ୍ତି। ନାରଦ ଭଗବାନଙ୍କୁ ଯେମିତି ଦେଖିଲେ ପାଦ ତଳେ ପଡ଼ିଗଲେ, ମୁଣ୍ଡିଆ ମାରିଲେ, ପଚାରିଲେ ପ୍ରଭୁ, କହିଲେ ନାରଦ ଆଜି ଅଯୋଧ୍ୟାପୁରକୁ କୁଆଡ଼େ ଆସିଛ? ନା ପ୍ରଭୁ ଟିକେ ମନ ହେଲା ଆପଣଙ୍କୁ ଦର୍ଶନ କରିବା ପାଇଁ ପଳେଇ ଆସିଲି। ଯେ ଠାକୁରେ ହାତରେ ଯେଉଁ ଖାତାଟା ଧରିଛନ୍ତି ସେଟା କୋଉ ଖାତା? ମୁଁ ଜାଣିଛି ମା ମାନେ ତମେ ଶୁଣୁନ। ମୁଁ ଜାଣିଛି ମା ମାନେ ତମେ କଥାବାର୍ତ୍ତା ହଉଛ, ଟିକେ ରହ। ହୁଳହୁଳି ଟିକେ ଦିଅ। କ'ଣ ପାଇଁ କଥା ହଉଛ? ଟିକେ ଶୁଣ। ମୋର ଭାଇମାନେ, ବାପାମାନେ, ନାରଦ ପଚାରିଲେ ଭଗବାନଙ୍କୁ, କହିଲେ ପ୍ରଭୁ ଏ ଯେଉଁ ଖାତାଟା ଧରିଛନ୍ତି ଏଇଟା କୋଉ ଖାତା? ଭଗବାନ ଆଜ୍ଞା ନାରଦଙ୍କୁ କହିଲେ ମୁଁ ଯେଉଁ ଖାତାଟା ଧରିଛି এই ଖାତାଟା ହେଉଛି ଭକ୍ତମାନଙ୍କର ଖାତା। ଯେଉଁ ଖାତାରେ ସବୁ ଭକ୍ତମାନଙ୍କର ନାଁ ଲେଖା ହେଇଛି। ଯେଉଁମାନେ ମୋର ପରମ ଭକ୍ତ ସେଇମାନଙ୍କର ନାଁ ଏ ଖାତାରେ ମୁଁ ଗୋଟି ଗୋଟିକି ଲେଖିଛି। ନାରଦ କହିଲେ ପ୍ରଭୁ ମୋତେ ଟିକେ ସେ ଖାତାଟା ଦିଅନ୍ତିନି, ମୁଁ ସେ ଖାତାରେ ଦେଖିବି ମୁଁ କେତେ ନମ୍ବର ଭକ୍ତ। ମୁଁ ତ ସବୁବେଳେ ନାରାୟଣ ନାରାୟଣ ଜପ କରୁଛି, ମୁଁ ତ ସବୁବେଳେ ଆପଣଙ୍କ ନାଁକୁ ଧରିକି ବୁଲୁଛି। ଯେଉଁ ଖାତାଟା ଧରିଛନ୍ତି ମୋତେ ଟିକେ ସେ ଖାତାଟା ଦିଅନ୍ତୁ। ମୁଁ କେତେ ନମ୍ବର ଭକ୍ତ, ଆପଣ ମୋ ଲିଷ୍ଟଟା କେତେ ନମ୍ବର ରଖିଛନ୍ତି? ପ୍ରଭୁ ରାମଚନ୍ଦ୍ର ଟିକେ ହସିଦେଲେ, ଖାତାଟି ଆଜ୍ଞା ନାରଦଙ୍କୁ ବଢ଼େଇ ଦେଲେ। ନାରଦ ଖାତାଟା ଖୋଲୁ ଖୋଲୁ ଦେଖିଲେ ଭକ୍ତମାନଙ୍କ ଖାତାରେ ଯେତେ ସବୁ ଭକ୍ତମାନଙ୍କର ନାଁ ଲେଖା ହେଇଛି, ସବୁ ଭକ୍ତମାନଙ୍କର ନାଁ ପ୍ରଥମେ ନାରଦଙ୍କ ନାଁ ଲେଖା ହେଇଛି। ନାରଦଙ୍କ ମନ ଭାରି ଖୁସି ହେଇଗଲା। ନାରଦ କହିଲେ ଯାହା ହଉ ପ୍ରଭୁ ଗୋଟେ ଏତେ ଦିନରେ କାମ କରିଛନ୍ତି। ସବୁ ଭକ୍ତମାନଙ୍କ ଭିତରେ ମୁଁ ତାହେଲେ ସବୁଠାରୁ ବଡ଼ ଭକ୍ତ। ପ୍ରଭୁ ରାମଚନ୍ଦ୍ରଙ୍କୁ ନାରଦ କହିଲେ ପ୍ରଭୁ ତାହେଲେ ଭକ୍ତମାନଙ୍କ ଭିତରେ ମୁଁ ସବୁଠୁ ବଡ଼ ଭକ୍ତ? ନା ହଁ। ନା ଦେଖୁନ ନାରଦ, ତମରି ନାଁଟା ମୁଁ ଆଗ ଲେଖିଛି, ତମେ ହଉଛ ବଡ଼ ଭକ୍ତ। ଆଜ୍ଞା ନାରଦ କ'ଣ କଲେ, ଖାତାଟାକୁ ଆହୁରି ପୁଷ୍ଟାକୁ ପୁଷ୍ଟା ଲେଉଟେଇଲେ। ନାରଦ ମନେ ମନେ ଭାବିଲେ, କହିଲେ ଆରେ ପ୍ରଭୁ ରାମଚନ୍ଦ୍ରଙ୍କ ଦାଣ୍ଡ ଦୁଆରେ ଯେଉଁ ହନୁମାନଟା ଅଛି ସିଏ ତ ସବୁବେଳେ ସୀତାରାମ ସୀତାରାମ ହଉଛି। ଟିକେ ମନ ଦେଇକି ଶୁଣ ମା ମାନେ, ସିଏ ତ ସବୁବେଳେ ମନେ ମନେ ସବୁବେଳେ ସୀତାରାମ ସୀତାରାମ ଜପ କରୁଛନ୍ତି। ଦେଖିବା ଏ ଖାତାରେ ହନୁମାନ ନମ୍ବରଟା କେତେ ନମ୍ବରରେ ଅଛି। ଦେଖିବା ଏ ଖାତାରେ ହନୁମାନଙ୍କ ନାଁଟା କେତେ ନମ୍ବରରେ ଅଛି। ଆଜ୍ଞା ନାରଦ ଯେତେ ଖୋଜୁଛନ୍ତି ଖାତା ଯାକ, ସେ ଭକ୍ତମାନଙ୍କ ଖାତାରେ ହନୁମାନଙ୍କ ନାଁଟା ବାହାରିଲାନି।
ନାରଦ କ'ଣ କଲେ, ଖାତାଟା ପ୍ରଭୁଙ୍କ ପାଖରେ ଥୋଇଦେଲେ। ନାରଦଙ୍କ କାମ ତ ଆଜ୍ଞା ଟିକେ ଚୁଗୁଲେଇବା। ଧାଇଁଲେ ପ୍ରଭୁ ରାମଚନ୍ଦ୍ରଙ୍କର ରାଜଦରବାରକୁ। କହିଲେ ପୁଅ ହନୁମାନ, ମୁଁ ଗଲାବେଳକୁ ପ୍ରଭୁ ଗୋଟେ ଖାତା ଧରିଥିଲେ। ହନୁମାନଜୀ ପଚାରିଲେ, କହିଲେ ମହାମୁନି କୋଉ ଖାତା? ନା ଯୋଉ ଖାତାରେ ସବୁ ଭକ୍ତମାନଙ୍କ ନାଁ ଲେଖା ହେଇଥିଲା। ହନୁମାନ ପଚାରିଲେ, କହିଲେ ନାରଦ ତମେ ତାହେଲେ ଭକ୍ତମାନଙ୍କର ଖାତା ଦେଖିକି ଆସିଲ? ନା ହଁ। ନା କହିଲ ମୋ ନାଁଟା କେତେ ନମ୍ବରରେ ପ୍ରଭୁ ରଖିଛନ୍ତି? ମୁଁ କେତେ ନମ୍ବର ଭକ୍ତ? ମୋର ମା ମାନେ ବାପା ମାନେ ନାରଦ ଠୋ ଠୋ ହେଇକିରି ହସିଲେ। କହିଲେ ହନୁମାନ କେତେ ନମ୍ବର କ'ଣ ପଚାରୁଛୁ? ଭକ୍ତମାନଙ୍କ ଖାତାରେ ତୋ ନାଁ ନାହିଁ। ନା ଆଉ ନା ଭକ୍ତମାନଙ୍କ ଖାତା ଭିତରେ ପ୍ରଥମେ ଅଛି ମୋ ନାଁ। ତା ମାନେ ନାରଦ ମୁଁ ହଉଛି ସବୁଠାରୁ ଭଗବାନଙ୍କର ବଡ଼ ଭକ୍ତ। ନା ମୋ ନାଁଟା କୋଉଠି ନାହିଁ? ନା ଯେ ଖାତାଟାକୁ ମୁଁ ଯେତେ ଥର ମୂଳରୁ ଶେଷ ଯାକେ ପଢ଼ିଲି, ଭକ୍ତମାନଙ୍କ ଲିଷ୍ଟରେ ତୋ ନାଁ ନାହିଁ। ହନୁମାନଙ୍କୁ ଭାରି ଖରାପ ଲାଗିଲା। ନା ନାରଦ ତମେ ମିଛ କହୁନ ତ? ଭକ୍ତମାନଙ୍କ ଖାତାରେ ମୋ ନାଁ ନାହିଁ? ନା ନାହିଁ। ନା ଯଦି ବିଶ୍ୱାସ ହଉନି ମୋ ସାଙ୍ଗରେ ଆସ। ଆଜ୍ଞା ନାରଦ ମହାମୁନି ହନୁମାନଙ୍କୁ ନେଇକିରି ଗଲେ। ପଚାରିଲେ ହନୁମାନଜୀ ପ୍ରଭୁ ଏ ଭକ୍ତମାନଙ୍କ ଖାତାରେ ମୋ ନାଁଟା ନାହିଁ? ନାରଦ କହିଲେ କେତେ ଥର ପଚାରୁଛ ହନୁମାନ, ନାହିଁ କ'ଣ? ଏ ଖାତାଟାକୁ ମୂଳରୁ ଶେଷ ଯାକେ ଏଇଠି ପଢ଼ୁଛି ମୁଁ, ଦେଖ। ଯେତେ ମୋ ଭଗବାନଙ୍କର ଭକ୍ତ ଅଛନ୍ତି ସବୁଠାରୁ ଏକ ନମ୍ବର ଭକ୍ତ ହେଉଛି ମୁଁ ନାରଦ। ଆଉ ତମେ ଭଗବାନଙ୍କର ଭକ୍ତ ନୁହଁ, ସେଇଥିପାଇଁ ତମ ନାଁଟାକୁ ଭଗବାନ ଖାତାରେ ଲେଖି ନାହାନ୍ତି। ହନୁମାନଜୀ ଟିକେ ପ୍ରଭୁଙ୍କୁ ଚାହିଁଲେ। କହିଲେ ପ୍ରଭୁ ଏ ଭକ୍ତମାନଙ୍କ ଖାତାରେ ମୋ ନାଁ ନାହିଁ? ନାରଦ କହିଲେ କେଥର ପଚାରୁଛ? ପ୍ରଭୁ ଟିକେ ଆପଣ କହିଦିଅନ୍ତୁ। ଭଗବାନ କହିଲେ ନାଇଁ ହନୁମାନ, ଭକ୍ତମାନଙ୍କ ଖାତାରେ ତମ ନାଁ ନାହିଁ। ନାରଦ କହିଲେ ଦେଖିଲଟି ହନୁମାନ, ସବୁବେଳେ ସୀତାରାମ 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 ଜପ କରୁଥିଲ, ତମ ନାଁ କାହିଁ? ଭଗବାନ ଆଜ୍ଞା ନାରଦଙ୍କୁ କହିଲେ ନାରଦ ତମେ ଯୋଉ ଖାତାଟା ଧରିଛ ସେଇ ଖାତାରେ ସେଇମାନଙ୍କ ନାଁ ଅଛି ଯେଉଁମାନେ ମୋ ନାଁକୁ ଦିନ ରାତି ଜପ କରନ୍ତି। ସେଇମାନେ ମୋର ପରମ ଭକ୍ତ। ସେମାନଙ୍କ ଭିତରୁ ତମେ ନାରଦ ହଉଛ ଏକ ନମ୍ବର ଭକ୍ତ। ନାରଦଙ୍କ ମନ ଭାରି ଖୁସି। ଭଗବାନ ଆଜ୍ଞା ପକେଟ ଭିତରୁ ଆଉ ଗୋଟେ ଖାତା ବାହାର କଲେ। କହିଲେ ନାରଦ ଏ ଖାତାଟାକୁ ନିଅ। ଏ ଖାତାରେ ବେଶୀ ଜଣଙ୍କ ନାଁ ନାହିଁ। ଏ ଖାତାରେ ମୁଁ ମାତ୍ର 3 ଜଣଙ୍କ ନାଁ ଲେଖିଛି। ଯେଉଁମାନେ ମୋ ନାଁ ଜପ କରନ୍ତି ସେମାନଙ୍କ ଭିତରେ ତମେ ହେଲ ଏକ ନମ୍ବର। ଏବଂ ସେ ଭକ୍ତମାନଙ୍କର ନାଁ ମୁଁ ସେ ଖାତାରେ ଲେଖିଛି। ମୋ ପକେଟ ଭିତରେ ଯେଉଁ ଖାତାଟା ଦେଇଛି ଏଇଟା ନିଅ, ଏଇଟା ପଢ଼। ଆଜ୍ଞା ନାରଦ ଭଗବାନଙ୍କ ପକେଟ ଭିତରୁ ଯେଉଁ ଖାତାଟା ନେଇଥିଲେ, ଭଗବାନ ଯେଉଁ ଖାତାଟା ପକେଟ ଭିତରୁ କାଢ଼ିକି ଦେଲେ, ନାରଦ ଆଜ୍ଞା ଯେତେବେଳେ କାଗଜ ଖୋଲି ଦେଇଛନ୍ତି, ପ୍ରଥମେ ବାହାରିଲା ହନୁମାନଙ୍କ ନାଁ, ଦ୍ୱିତୀୟରେ ବାହାରିଲା ଭାଇ ଭରତଙ୍କ ନାଁ, ତୃତୀୟରେ ବାହାରିଲା ଗୋପୀମାନଙ୍କ ନାଁ। ନାରଦ ପଚାରିଲେ, କହିଲେ ପ୍ରଭୁ ଏଡ଼େ ବଡ଼ ମୋଟା ଖାତାରେ ଏଇ 3 ଜଣଙ୍କ ନାଁ କାହିଁ ନାହିଁ ତ? ନା ହେ ନାରଦ ତମେ ଯେଉଁ ଖାତାଟା ଧରିଛ ସେ ଖାତାରେ ଯେଉଁମାନେ ମୋ ନାଁକୁ
ସବୁଦିନ ଜପ କରନ୍ତି ସେମାନଙ୍କ ଭିତରେ ତମେ ହେଲ ପ୍ରଥମ। ଆଉ ମୋ ପକେଟ ଭିତରେ ହୃଦୟରେ ଯୋଉ ଖାତାଟା ମୁଁ ରଖିଛି, ଯୋଉମାନଙ୍କର ନାଁ ଅଛି ସେମାନଙ୍କ ଭିତରେ ହନୁମାନ ହେଲେ ପ୍ରଥମ। ନା ପ୍ରଭୁ ଏ ଖାତାଟା କ'ଣ ସେ ଖାତାଟା କ'ଣ? ନା ଏ ଖାତାଟା ହେଉଛି ଯୋଉମାନେ ମୋ ନାଁ ଜପ କରନ୍ତି ସେମାନଙ୍କ ଭିତରୁ ତମେ ହେଲ 1 ନମ୍ବର। ଆଉ ମୁଁ ପ୍ରତ୍ୟେକ ଦିନ ଯୋଉମାନଙ୍କ ନାଁକୁ ଜପ କରେ ତାଙ୍କ ଭିତରେ ହନୁମାନ ହେଲେ 1 ନମ୍ବର। ବୋଲିଏ ଜଗତର ନାଥ ଜଗନ୍ନାଥ ଭଗବାନ। ମୋ ପାଦ ତଳେ ତୁମ ଜୀବନ, ତୁମ ପାଦ ତଳେ ମୋର ପରାଣ। ରାମ ପାଦ ତଳେ ତୁମ ଜୀବନ,